ସୁରେନ ନାୟକ। କଣ ହେଇଛି ତୁମ? ଏ ମାସେ ପରେ ହେଇଗଲାଣି ଆମ ସ୍ୱାମୀ ସ୍ତ୍ରୀରେ ଟିକେ ଟିକେ ଝଗଡ଼ା ହେଇଥିଲୁ। ବାଡ଼ିଆ ପିଟା ବି ନାହିଁ, ପାଟିରେ ଯାହା କଥାବାର୍ତ୍ତା ହେଇଥିଲୁ। ତ ସେ ରାଗିକି ଜଙ୍ଗଲ ଆଡ଼େ ପଳେଇଥିଲା। ପଳେଇବା ଭିତରେ ଆମେ ବହୁତ ଖୋଜାଖୋଜି କରୁଥିଲୁ, ହେଲେ ମିଳିନଥିଲା। ଆଜି ମାସେ 11 ଦିନ ହେଇଗଲାଣି। ତ ଆଜି ସକାଳେ ଭାଇ ଆମର ଜଣେ ନାଗିବ, ସିଏ ଯାଇଥିଲେ ସେପଟେ କାଠ ଆଣିବାକୁ। କାଠ ଆଣିବା ପରେ ସେ ଦେଖିକିନା କହିଲେ କି ଏମିତି ଗୋଟେ ଗଛ ପାଖରେ ଲୁଗା ଗୁଡ଼ା ହେଇଛି, ଚୁଡ଼ି ଅଛି। ଆସିକି ଆମକୁ କହିଲେ, କହିବା ପରେ ମୁଁ ସାଙ୍ଗେ ସାଙ୍ଗେ ଆମ ଗାଁ ଲୋକମାନଙ୍କୁ ଡାକିନା 4-5 ଜଣ ଧରିକି ଗଲି। ଯାଇକି ଦେଖିଲା ବେଳକୁ ମୋ ସ୍ତ୍ରୀ ଏଡ଼େ ଝୁଲନ୍ତା ଅବସ୍ଥାରେ ଅଛି। ଦେଖିଲା ପରେ କଣ ଲାଗୁଛି ତୁମକୁ? କେତେ ଦିନ ଆଗରୁ ଅଛି ନା ଏବେ ଫ୍ରେଶ୍ ଜଣା ପଡୁଛି ନା ବହୁତ ଦିନ ହେଲା ଅଛି? କଣ ଭାବୁଛ? ପୁରା ଫ୍ରେଶ୍ ତ ଏମିତି ଜଣା ପଡୁନି, ହେଲେ ଆଜ୍ଞା କାରଣ ଆମେ ସେଇଟା ମୁଁ କହିବା କଥା ଯେ ସେଇ ଜାଗାରେ ଆମେ ଖୋଜିଥିଲୁ ବହୁତ ଆଗରୁ। ହଁ, ତ ସେଥିପାଇଁ ସେ ମିଳିନଥିଲା। ଏବେ କେମିତି ମିଳିଲା, ସେଇଥିପାଇଁ ଟିକେ ମୁଁ ଚାହୁଁଛି ଯେ ଆଇନ ୟାକୁ ଠିକ୍ ଭାବରେ ଯଦି ତଦନ୍ତ କରିବେ ତ ଆମେ ନ୍ୟାୟ ପାଇପାରିବୁ ବୋଲି କଥା। ତମେ କଣ ଭାବୁଛ ତୁମ ସ୍ତ୍ରୀର ଏଇ ଘଟଣା ପାଇଁ କାହାକୁ ସନ୍ଦେହ କରୁଛ? କେହି ଏମିତି କରିଥାଇ ପାରନ୍ତି ନା ସେ ନିଜେ ତାଙ୍କ ଇଚ୍ଛାରେ କରିଥିବେ ବୋଲି ଭାବୁଛ? କଣ ଭାବୁଛ? ସନ୍ଦେହ ତ ଆଜ୍ଞା ସେମିତି ଆମର କିଛି ହେଇନି, ସେଥିପାଇଁ ସନ୍ଦେହ କରିପାରୁନି। ସେ ରାଗିକିନା ଯାଇଛି। ହେଲେ ଆମେ ମୋର ଏତିକି କଥା ଯେ ଆମେ ଖୋଜିଥିଲୁ, ପାଇନଥିଲୁ। ଏବେ ଆସିଲା କେମିତି, ସେଇଟା ଟିକେ ଡାଉଟ୍ ଲାଗୁଛି ଆମକୁ। କିଛି ପ୍ରେମ ସମ୍ପର୍କ ଥିଲା ତମ ସ୍ତ୍ରୀ? ନାଇଁ ଆଜ୍ଞା, ସେମିତି ସେ କିଛି ନାହିଁ। ଅଯଥା କଲ୍ କୁଆଡ଼ୁ ଆସିଲେ ସାଙ୍ଗେ ସାଙ୍ଗେ ମୋତେ ଫୋନ୍ କରିକି ଜଣେଇବ। ଯେତେ ଯାହା ବି କଥା ହେବ, ମୁଁ କୋଉଦିନ ତାକୁ ଗାଳି କରେ ସେମିତି କେବେ ଅଲଗା ଇଏରେ କେବେ କଥା କହିନି। ପ୍ରେମ ସମ୍ପର୍କ ତାର ନାହିଁ, ସେତିକି ବିଶ୍ୱାସ ମୋ ଉପରେ ଅଛି ତାର। ମୁଁ ବି ତାକୁ ବହୁତ ବିଶ୍ୱାସ କରିଥିଲି।